ଆପଣମାନଙ୍କୁ ମୋ ଡେ ଟୁ ମିନି ବ୍ଲଗକୁ ସ୍ୱାଗତମ। ଆଜି ଆମର ଥିଲା ଗୋଧୂଳି ଓଷା। ଯେମିତି ଆମେ ସବୁ ଗୋଧୂଳି ମାନେ କଷ୍ଟମଷ୍ଟେ 5:30 ଉଠି ଫୁଲ ତୋଳିବା ପାଇଁ ଯାଇଥିଲୁ। ଫୁଲ ନ ପାଇଲେ ଆମେ ବିଲ ବାଡ଼ି ବଗିଚାରେ ଗାଧୋଇ ମଧ୍ୟ କଷ୍ଟମଷ୍ଟେ ଏତିକି ଫୁଲ ତୋଳିକି ଆଣିଲୁ ଏବଂ ଏହା ସହିତ କଦଳୀ ପତ୍ର, ଆମ୍ବ ଡାଳୁଆ, ଜହ୍ନି ପତ୍ର, ଜହ୍ନି ଫୁଲ ଆଣିଲୁ। ତାପରେ ଆମେ କେନାଲ କୂଳେ ମା ମଙ୍ଗଳାଙ୍କ ବାଲୁକା ଚାରିପଟେ ଜହ୍ନି ପତ୍ର ରଖି ତାପରେ ଫୁଲ, ହଳଦୀ, ସିନ୍ଦୁର, କଳା ଲଗାଇ ଦେଇ ସମସ୍ତେ ବର୍ଷାରେ ଭିଜି ମା ମଙ୍ଗଳାଙ୍କ ଚାରିପଟେ ପାଣି ଦେଲୁ। ତାପରେ ସମସ୍ତେ ଗାଧୋଇ ପାଧୋଇ ଆସି ଖୁଦୁରୁକୁଣୀଙ୍କ ପାଖରେ ଝୋଟି ପକାଇଦେଲୁ। ମୁଁ ଏପଟେ ଝୁଣା କୁଟୁଥିଲି। ତାପରେ ଏପଟେ ଆମର କଳସ ବସିଗଲା। କଳସ ବସିଗଲେ ମା ମଙ୍ଗଳାଙ୍କ ପାଇଁ ଆମେ ଫୁଲ ଗୁନ୍ଥିଥିଲୁ। ଫୁଲ ଗୁନ୍ଥି ସାରିଲା ପରେ ଆମେ ମା ଖୁଦୁରୁକୁଣୀଙ୍କ ଆଖିରେ କଳା ଲଗାଇବା ପାଇଁ ସିଜୁପତ୍ରରେ ଜଡ଼ା ତେଲ ଲଗାଇ ନିଆଁରେ ଦେଖିବା କଳା ପ୍ରସ୍ତୁତ ହୋଇଗଲା। ତାପରେ ମାଆଙ୍କ ଆଖିରେ କଳା ଲଗାଇଦେଲୁ। ତାପରେ ମାଆଙ୍କ ଦେହରେ ଫୁଲ ପକାଇ ଆମେ ଧୂପ ଦୀପ ଦ୍ୱାରା ମାଆକୁ ବନ୍ଦନା କରିଦେଲୁ। ତାପରେ ଆମେ ମା ମଙ୍ଗଳା ଯିବା ପାଇଁ ପ୍ରସ୍ତୁତ ହେଇ ସମସ୍ତେ ଶାଢ଼ୀ ମାଢ଼ି ପିନ୍ଧି ମା ମଙ୍ଗଳାଙ୍କ ଦେଇ ଚାଲିଲୁ। ମା ମଙ୍ଗଳାଙ୍କ ମନ୍ଦିରରେ ପହଞ୍ଚିବା ମାତ୍ରେ ମା ମଙ୍ଗଳାଙ୍କୁ ଆମେ ନମସ୍କାର କରି ମା ମଙ୍ଗଳାଙ୍କ ଗାଧୋଇବା ପାଇଁ ଆମେ ସମସ୍ତ ଜିନିଷ ପ୍ରସ୍ତୁତ କରିଦେଲୁ। ତାପରେ ନନା ମା ମଙ୍ଗଳାଙ୍କୁ ଗାଧୋଇ ଦେଲେ। ତାପରେ ଆମେ ଭୋଗ ପାଇଁ ନନା ଆମେ ସମସ୍ତେ ମିଶି ଭୋଗ ପ୍ରସ୍ତୁତ କଲୁ। ଭୋଗ ପ୍ରସ୍ତୁତ କରିସାରିଲା ପରେ ଆମେ ସମସ୍ତେ ଘରକୁ ପଳେଇ ଆସିଲୁ। ପାର୍ଟ 2 ଦେଖିବା ପରେ ଲାଇକ୍, କମେଣ୍ଟ, ସେୟାର କରି